ଜୟ ଶ୍ରୀ ରାଧେ କୃଷ୍ଣ। ଜଣା ଜଣା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆସନ୍ତୁ ଜାଣିବା ତୁଳସୀ କେଉଁ କେଉଁ ଦିନ ତୋଳାଯାଏ ନାହିଁ, କେଉଁ ପ୍ରକାର ବିଧି ଅଛି ତୁଳସୀ ତୋଳିବାରେ ଏବଂ ଅଦିନମାନଙ୍କରେ ତୁଳସୀ ତୋଳିଲେ କେଉଁ ପ୍ରକାର ଦୋଷ ଲାଗେ। ଦ୍ୱାଦଶୀ, ସଂକ୍ରାନ୍ତି, ସମ୍ପୂର୍ଣ୍ଣ ଚତୁର୍ଥୀ ଦିନ ସନ୍ଧ୍ୟାବେଳେ, ଅଶୌଚ ସମୟରେ, ଅମାବାସ୍ୟା, ଗୁରୁବାର, ରବିବାର ଏବଂ ଗ୍ରହଣ ସମୟରେ। ଅଶୌଚମାନେ ଗାଧୁଆ ପାଧୁଆ ନ ହୋଇ ବାସି ଲୁଗାରେ ଯେଉଁମାନେ ଅଜ୍ଞାନତାର ସହିତ ତୁଳସୀ ତୋଳନ୍ତି, ଜାଣନ୍ତି ସେମାନଙ୍କୁ କେଉଁ ଦୋଷ ଲାଗେ। ଭଗବାନ ବିଷ୍ଣୁଙ୍କୁ ଦଣ୍ଡିବା ଦୋଷ ଲାଗେ। ତେଣୁ ଏହି ଦିନମାନଙ୍କରେ ତୁଳସୀ ଜମା ତୋଳିବେନି। କେବଳ ବିଷ୍ଣୁଙ୍କ ପୂଜା ପାଇଁ ହିଁ ତୋଳିବେ, ବିଷ୍ଣୁଙ୍କ କାର୍ଯ୍ୟ ପାଇଁ ହିଁ ତୋଳିବେ। ଅନ୍ୟ କାର୍ଯ୍ୟ ପାଇଁ ତୁଳସୀ ତୋଳିଲେ ଦୋଷ ଲାଗେ। ଏହି ଦିନମାନଙ୍କରେ ବିନା କାରଣରେ ତୁଳସୀ ତୋଳିଲେ ବା ଛିଣ୍ଡାଇଲେ ବିଷ୍ଣୁଙ୍କ ଦେହରେ ନଖାଘାତ କଲା ପରି ହୁଏ। ବିଷ୍ଣୁଙ୍କ ନାମରେ, ବିଷ୍ଣୁଙ୍କ ପାଇଁ ଯିଏ ତୁଳସୀ ଦଳ ତୋଳେ, ଜାଣନ୍ତି ତାହାର ଫଳ ହେଉଛି ଅସରନ୍ତି। ତାଙ୍କର ଜୀବନ ଧନ୍ୟ, ଧନ୍ୟ ତାଙ୍କର ପୁଣ୍ୟ। ତୁଳସୀର ମହିମା ହେଉଛି ଏହିପରି। ବିଶେଷରେ କାର୍ତ୍ତିକ ମାସରେ ତୁଳସୀ ସେବନ କଲେ କୈବଲ୍ୟ ମୁକ୍ତି ପାଆନ୍ତି। ଅତି ଯତ୍ନର ସହିତ କାର୍ତ୍ତିକ ମାସରେ ତୁଳସୀଙ୍କ ପୂଜା ଓ ସେବା କରି କାର୍ତ୍ତିକ ବିଧିବିଧାନର ସହିତ ଉଦ୍ଯାପନ କଲେ ସେ ଦେହ ଅନ୍ତରେ ବୈକୁଣ୍ଠରେ ଯାଇ ବସନ୍ତି। ଜାଣିଲେ ତ ତୁଳସୀଙ୍କର ମହିମା କେତେ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ ଦ୍ୱାରା ଜଣାନ୍ତୁ। ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।